କରୁଛନ୍ତି? ଆମ ଘରଟା କୌଡ଼କଲ, ଆମେ ଚଣ୍ଡିଖୋଲ କଟକ ଡିଷ୍ଟ୍ରିକ୍ଟ ଆମ। ସିଏ କିନ୍ତୁ ତାଙ୍କର ବର୍ତ୍ତମାନ ସିଏ ଆମ ଘର କତିରୁ 20 କିଲୋ 25 କିଲୋମିଟର। ସିଏ ଆମର ଗତ କଥା ଆମେ ଚିହ୍ନା ପରିଚୟ ଇଏ ଆଉ। ସିଏ ଖାଉଥିଲେ, ଆମେ 4-5 ଜଣ ଖାଉଥିଲୁ। ବାଲେଶ୍ୱର ପିଲା 3 ଜଣ, ଆମେ ସିଏ ଯାଜପୁର 2 ଜଣ, ମୁଁ ଏକା କଟକରେ। ଆମେ ମୋର ସିଏ ବାଲେଶ୍ୱର ପିଲା ଖାଇବାକୁ ପଳେଇଲେ, ଖାଇକି କଂସା ଫସା ଧୋଇଦେଲେ। ଇଏ ଯାଜପୁର ପିଲା 2 ଯାକ ଖାଉଥିଲେ। ତାଙ୍କର କ'ଣ ୟା ଭିତରେ ହେଲା, ମୁଁ ମୋର ପଳେଇଲି ଧୋଇବାକୁ କଂସା ଧୋଇ ଦେଇ ଆଇଲା ବେଳକୁ ତାଙ୍କର ଚାଲିଛି ଝଗଡ଼ା ଆଉ। ସେଠୁ ମୁଁ ଯଦି ଦେଖିଲି ଆଉ ଇଏ ଅବସ୍ଥା, ରକ୍ତ ବୋହିଲାଣି, ଆମେ କ'ଣ କରିବୁ? ସେ ଯୋଉ ଗୋଟେ ଟୋକା ପିଲା, ସେ ପିଲାକୁ ମୁଁ ଆଉ ଦେଖିନି, ସେ କୁଆଡ଼େ ଗଲା। ମୁଁ ଆଉ ତ ଆକୁ ତ ଧରିକି ଆଣିଛି। ତା ନା ମୁଁ ଠିକ ସେ ଜାଣିନି। ତା ନା ଜଟିଆ ବୋଲି ଡାକନ୍ତି, ମୁଁ କିନ୍ତୁ ଜାଣିନି ତା ଠିକ ସେ ନା। ତା ନା ପାତି ବୋଲି, ତାର ନା ମୁଁ ତା ଡାକ ନା ବି ଜାଣିନି। ତା ନା ପାତି ଡାକନ୍ତି ଆଉ। ସେଇ ତାଙ୍କରି ଭିତରେ ଦସ୍ତା ଦେଇଛି କି ସିଏ ଆଣିଛି କିଏ ଆଣିଛି ସେ କଥା ମୁଁ କହିପାରିବି। ଅଧଘଣ୍ଟା ଘଣ୍ଟା ଭିତରେ ମୁଁ ଯେତେବେଳେ ଜଷ୍ଟ ଯୋଉ କଂସା ଫସା ଧୋଇକି ଆଇଛି। ଏଇ ସିମେଣ୍ଟ କାମ କରୁଛି ଅଲ୍ଟ୍ରାଟେକ୍। ଆମକୁ ପବ୍ଲିକ ଆସି ଖବର ଦେଲେ ଯେ ତ୍ରିଶୂଳପୁର ପାଖରେ ଜଣେ ଅଜଣା ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି ରୋଡ ସାଇଡରେ। ଆମେ ଇମିଡିଏଟ୍ ଯାଇକି ତାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ଉଠେଇକି ଆଣିକି ମେଡିକାଲରେ ପହଞ୍ଚେଇଲୁ। କଣ୍ଡିସନ ଡକ୍ଟର କହିବେ, ତାଙ୍କୁ ତ ବେକ କଟିଲା ଭଳିଆ ଦେଖାହେଉଛି, ଡକ୍ଟର କହିବେ ଆଉ। ଆମେ ସେଟା ଦେଖିନୁ କିଛି, ଖାଲି ପବ୍ଲିକ ରୁଣ୍ଡ ହେଇଥିଲେ, ଆମେ ଖାଲି ପେସେଣ୍ଟ ଉଠେଇକି ନେଇ ପଳେଇ ଆସିଲୁ।